ଥରେ ତୁର୍କୀ ଓ ଇରାନ ମଧ୍ୟରେ ଘୋର ଯୁଦ୍ଧ ଆରମ୍ଭ ହେଲା। ତୁର୍କୀର ସୁଲତାନ ସେନାମାନଙ୍କୁ ପଠାଇ ଯୁଦ୍ଧ ସେଠାରେ କଲେ। ସେହି ଯୁଦ୍ଧରେ ପରାସ୍ତ ହୋଇ ଇରାନର ଜଣେ ସନ୍ଥ ସୁଫି ନାମକ ସୁଫି ସନ୍ଥ ଫରିଦୁଦ୍ଦିନଙ୍କୁ ଧରି ଆଣିଲେ ଓ ତାଙ୍କ କାରାବାସରେ ହିଁ ରଖିଦେଲେ। ଏହା ଦେଖି ଇରାନର ଜନତା ବହୁତ ଦୁଃଖ କଲେ। ସମସ୍ତେ ଏକାଠି ହୋଇ କ୍ଷୋଭ ପ୍ରକାଶ କରି ଇରାନର ଶାହାଙ୍କ ପାଖରେ ଅଭିଯୋଗ ଫରଦ କଲେ ଯେ ଆମ ସନ୍ଥଙ୍କୁ ସୁଲତାନର ଦୂତମାନେ ନେଇ ଯାଇଛନ୍ତି। ଏହା ଶୁଣି ଶାହା ମଧ୍ୟ ଦୁଃଖ କଲେ, ହେଲେ ସୈନ୍ୟମାନଙ୍କ ଦ୍ୱାରା ଏକ ବାର୍ତ୍ତା ତୁର୍କୀର ସୁଲତାନଙ୍କ ନିକଟକୁ ପଠାଇଲେ। ସେଥିରେ ଲେଖା ଥିଲା ଏହା କି ଯେ, ହେ ସୁଲତାନ, ତୁମେ ସବୁ ଦେଶ ନେଇଯାଅ, କିନ୍ତୁ ଆମର ସନ୍ଥଙ୍କୁ ଫେରାଇ ଦିଅ। ସୁଲତାନ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ପୁଣି ଦୂତମାନଙ୍କ ମାଧ୍ୟମରେ ପ୍ରଶ୍ନ କଲେ ଇରାନର ଶାହାଙ୍କୁ, ଯେଉଁ ଦେଶକୁ ଆମେ ଯୁଦ୍ଧରେ ପରାସ୍ତ ହୋଇ ଫେରିଆସିଲୁ, ସେହି ଦେଶରୁ ଜଣେ ବ୍ୟକ୍ତି ବଦଳରେ ଦେଶ ଦେଇଦେବା ପାଇଁ କିଭଳି ପ୍ରସ୍ତୁତ ଅଛନ୍ତି? ଇରାନର ଶାହା ଶୁଣିଲେ। ସେ ପୁଣି ଦୂତ ମାଧ୍ୟମରେ ଉତ୍ତର ଦେଖିଲେ। ଏହା ଉତ୍ତର ରଖିଲେ, ହେ ସୁଲତାନ, ଦେଶ ତ କେତେ ଯିବ, କେତେ ବି ଆସିବ, ସନ୍ଥ କିନ୍ତୁ ଅମର। ଯେଉଁ ଦେଶରେ ସନ୍ଥକୁ ହରାଇ ଦେଶକୁ ଜିତା ଯାଇଥାଏ, ସେହି ଦେଶର ମୂଲ୍ୟ କିଛି ନୁହେଁ, ବରଂ ସନ୍ଥଙ୍କ ମୂଲ୍ୟ ବହୁମୂଲ୍ୟ। ଏହା ଶୁଣିବା ପରେ ସୁଲତାନଙ୍କର ଆଖି ଖୋଲିଗଲା। ସେ ଭାବିଦେଲେ ଯେ ଇରାନ ସହିତ ଆଉ ଯୁଦ୍ଧ କରିବା ମୋର ପ୍ରୟୋଜନ ନାହିଁ। ସମ୍ମାନର ସହିତ ସନ୍ଥଙ୍କୁ ଇରାନ ଫେରାଇ ଦେଲେ ଓ ଇରାନ ସହିତ ସନ୍ଧି ରଖିଲେ। ହଁ ବନ୍ଧୁ, କେମିତି ଲାଗିଲା ଶୁଣିବେ। ଆପଣମାନେ ଲାଇକ୍ କମେଣ୍ଟ କରିବେ, ଭୁଲି ଯିବେନି। ରହିଲି, ଜୟ ଜଗନ୍ନାଥ।